ଜାଗୃତି କହିଲେ ଏମିତି ଗୀତ ଗାଇବାକୁ? ହଁ ଆଜ୍ଞା। ଗତ 2 ଦିନ ତଳେ ଅନୁଭବ ମହାନ୍ତି କେବଳ ତାଙ୍କ ବାପାଙ୍କ ପାଇଁ ଏକ ଗୀତ ଗାଇଥିଲେ। ଆଉ କହିଥିଲେ ଯେ ମୁଁ ଯେଉଁ କଥା ଆଜି ପର୍ଯ୍ୟନ୍ତ ମୋ ବାପାଙ୍କୁ କହିପାରି ନାହିଁ, ଆଜି ସେଇ କଥାକୁ ଏଇ ଗୀତରେ ଗାଉଛି। ଗୀତଟି ବହୁତ ହୃଦୟସ୍ପର୍ଶୀ ହୋଇଥିବା ବେଳେ ମନକୁ ମଧ୍ୟ ଛୁଇଁଛି। କିନ୍ତୁ ଗୀତଟିକୁ ଅନୁଭବ ମହାନ୍ତି ହିନ୍ଦୀରେ ଗାଇଛନ୍ତି, ଯାହାକୁ ଦେଖି ଏବେ ଲୋକେ କହୁଛନ୍ତି କାଳେ ସେଇ ଗୀତକୁ ଅନୁଭବ ମହାନ୍ତିଙ୍କ ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଲା ଲେଖିଛନ୍ତି, ଯାହାକୁ ଅନୁଭବ ମହାନ୍ତି ଆଗକୁ ଦ୍ୱିତୀୟ ବିବାହ କରିବା ପାଇଁ ଚାହୁଁଛନ୍ତି। ଜାଗୃତି ଶୁକ୍ଲାଙ୍କୁ ଓଡ଼ିଆ ଆସେ ନାହିଁ, ସେଇଥିପାଇଁ ତ ଓଡ଼ିଆରେ ନ ଲେଖି ଗୀତଟିକୁ ହିନ୍ଦୀରେ ଲେଖିଛନ୍ତି ଜାଗୃତି, ଯାହାକି ସ୍ପଷ୍ଟ ପ୍ରମାଣ ଦେଉଛି ଯେ ଜାଗୃତି ଶୁକ୍ଲା ହିଁ ଗୀତଟିକୁ ଲେଖିଛନ୍ତି।